ସଂଗ୍ରାମୀ ଜୀବନ ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟ। ଶାସନ ଦାୟିତ୍ୱ। 1798 ମସିହାରେ ନାବାଳକ ରାଜା ଦ୍ୱିତୀୟ ମୁକୁନ୍ଦଦେବ ସିଂହାସନରେ ବସିବା ପରେ ଜୟୀ ରାଜଗୁରୁ ରାଜାଙ୍କର ଅଭିଭାବକ ଭାବରେ ଖୋର୍ଦ୍ଧା ରାଜ୍ୟର ସମସ୍ତ ଶାସନଭାର ଓ ସେନାପତି ଦାୟିତ୍ୱ ଗ୍ରହଣ କରିଥିଲେ। ଇଂରେଜ ବିରୋଧୀ ମନୋଭାବ। 1803 ମସିହାରେ ଇଂରେଜମାନେ ଓଡ଼ିଶା ଦଖଲ କରିବା ପରେ ଖୋର୍ଦ୍ଧା ରାଜ୍ୟର ଅଖଣ୍ଡତା ଓ ସ୍ୱାଭିମାନ ରକ୍ଷା କରିବାକୁ ସେ ସଂକଳ୍ପ ନେଇଥିଲେ। ଚୁକ୍ତିନାମାର ଲଙ୍ଘନ। ଇଂରେଜମାନେ ମରାଠାଙ୍କୁ ପରାସ୍ତ କରିବାରେ ସାହାଯ୍ୟ କଲେ। 4ଟି ପ୍ରଗଣା ରାହାଙ୍ଗ, ସେରାଇ, ଲେମ୍ବି ଓ ଚବିଶକୁଦ ଫେରାଇ ଦେବାକୁ ଖୋର୍ଦ୍ଧା ରାଜାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଜୟ ପରେ କର୍ଣ୍ଣେଲ ହାରକୋର୍ଟ ପ୍ରତିଶ୍ରୁତି ଭଙ୍ଗ କରିବାରୁ ଜୟୀ ରାଜଗୁରୁ କ୍ରୋଧାନ୍ୱିତ ହୋଇ ଇଂରେଜଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ। ପାଇକ ସଂଗଠନ। ସେ ଗାଁ ଗାଁ ବୁଲି ପାଇକମାନଙ୍କୁ ଏକାଠି କରି ପାଇକ ଆଖଡ଼ା ସଂଗଠିତ କରିଥିଲେ ଏବଂ ନିଜେ ସମର କୌଶଳ ଓ ଗରିଲା ଯୁଦ୍ଧ ଗେରିଲା ୱାରଫେୟାର ଶିକ୍ଷା ଦେଇଥିଲେ। ବିଦ୍ରୋହ ଆରମ୍ଭ। 1804 ମସିହାରେ ଇଂରେଜଙ୍କ ବିରୋଧରେ ସେ ସଶସ୍ତ୍ର ବିଦ୍ରୋହର ନେତୃତ୍ୱ ନେଇଥିଲେ, ଯାହାକୁ ଧମଧବର ପାଇକ ବିଦ୍ରୋହର ପ୍ରଥମ ସ୍ଫୁଲିଙ୍ଗ ଭାବରେ ଗ୍ରହଣ କରାଯାଏ। ଧରାପଡ଼ିବା ଓ ବଳିଦାନ। ବିଶ୍ୱାସଘାତକତା କାରଣରୁ ସେ ଇଂରେଜମାନଙ୍କ ହାତରେ ଧରାପଡ଼ି ବନ୍ଦୀ ହୋଇଥିଲେ। 1806 ମସିହା ଡିସେମ୍ବର 6 ତାରିଖରେ ତାଙ୍କୁ ମେଦିନୀପୁରର ବାଘିତୋଟାଠାରେ ଅତି ନିର୍ମମ ଭାବରେ ବରଗଛର 2 ଡାଳରେ 2 ଗୋଡ଼ ବାନ୍ଧି ଫାଡ଼ି ବିଭତ୍ସ ହତ୍ୟାକାଣ୍ଡ ହତ୍ୟା କରାଯାଇଥିଲା। ଲୋକକଥାରେ ଅଛି, ଜୟା ପଛେ ଜୀବନ ଦେଲା ନୁଆଇଁ ନାହିଁ ମଥା। ଅନେକ ଐତିହାସିକ ତାଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶହୀଦ ଭାବରେ ଗ୍ରହଣ କରିଥାନ୍ତି, କାରଣ 1857 ସିପାହୀ ବିଦ୍ରୋହର ବହୁ ପୂର୍ବରୁ ସେ ଦେଶ ପାଇଁ ବଳିଦାନ ଦେଇଥିଲେ।